हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। बुढ़ियाणी मोर प्रियवंश गुरु, यथस्नाभिऋतुयार्दुणां सन्तत्य बलवक्त्रतः तया विहुन्त्यं भूयस्तं ग्रस्यते महेश्वरः। बुढ़ियाणी जेपरी निज हृदयरू मुखद्वार सूताକୁ ବାହାର କରି ଜାଲ ବିଛାଇ ତହିଁରେ ବିହାର କରିବା ପରେ ଶେଷରେ ତାକୁ ଗିଳି ପକାଏ, ସେହିପରି ପରମାତ୍ମା ଏ ଜଗତକୁ ପ୍ରସାର କରି ଏଥିରେ ବିହାର କରି ପରିଶେଷରେ ନିଜ ମଧ୍ୟରେ ଲୀନ କରିଦିଅନ୍ତି। ସବୁ ଖେଳାଳିର ଖେଳ, କ୍ରୀଡ଼ାପ୍ରିୟଙ୍କ କ୍ରୀଡ଼ା, ଲୀଳାମୟଙ୍କ ଲୀଳା। ପଶା ଖେଳନ୍ତି ନିଜେ ପଶା ପଲି ବିଛାଏ। ନିଜେ ନିଜେ ଦାନଗୁଡ଼ିକୁ ହାତୀ, ଘୋଡ଼ା, ରାଜା, ମନ୍ତ୍ରୀ ଆଦି ବୋଲି କଳ୍ପନା କରି ତାର ଇଚ୍ଛା ହେଉଥିବା ଯାଏ ଖେଳେ। ଯେତେବେଳେ ଇଚ୍ଛା ହୁଏ ନାହିଁ, ସବୁ ଥଳିରେ ପୂରେଇ ଘରେ ରଖିଦିଏ। ଜନ୍ମ ମରଣ କିଛି ନୁହେଁ, ସବୁ ତାର ଖେଳ। ଦୃଶ୍ୟ ପ୍ରପଞ୍ଚକୁ ବୁଢ଼ିଆଣୀର ସୂତା କେବଳ ମାୟା ବୋଲି ଜାଣ। ଭଗବାନ ନିଜେ ହିଁ ମାୟାରେ ମାୟା ପସରା ମିଳିଥାନ୍ତି। ଶେଷରେ ସେ ହିଁ ଏକାଠି ଗୋଟେଇ ନିଅନ୍ତି। ପ୍ରଥମେ ଏପରି କିଛି ନଥିଲା, ମଝିରେ ଦୃଶ୍ୟ ହେଲା, ଶେଷରେ ସେ ହିଁ ସମସ୍ତଙ୍କୁ ଗୋଟେଇ ନେଲେ। ବୁଢ଼ିଆଣୀ କେଉଁଠୁ କପା ଆଣେ ନାହିଁ, କି ଚରଖା ଚଳାଏ ନାହିଁ, କି ସୂତା କାଟେ ନାହିଁ, କି ତାକୁଡ଼ି ଚଳାଇ ଜାଣେ ନାହିଁ। ସେ ନିଜ ହୃଦୟରୁ ମୁଖବାଟେ ସୂତା ବାହାର କରେ। ତା ହୃଦୟରେ କେତେ ସୂତା ଅଛି ତାର କଳନା ନାହିଁ। ସୂତା ବାହାର କରି ସେ ଅତି ସୁନ୍ଦର ଜାଲ ତିଆରି କରେ, ଆଉ ତହିଁରେ ସେ ଆନନ୍ଦରେ ବିହାର କରେ। ଏ ପାଖରୁ ସେ ପାଖକୁ ଯାଏ, ତହିଁରେ ସେ କ୍ରୀଡ଼ା କରୁଥାଏ। ଯେତେବେଳେ ଇଚ୍ଛା ହୁଏ ସେ ନିଜେ ତାହା ଗିଳି ପକାଏ, ନିଜ ହୃଦୟରେ ରଖି ପକାଏ। ଭଗବାନ ଠିକ୍ ସେହିଭଳି ଏ ସଂସାରକୁ ରଚନା କରିଛନ୍ତି। ପରମାତ୍ମାଙ୍କ ଇଚ୍ଛା ହେଲା ଖେଳିବେ। ପାଖରେ କାଳ ଥିଲା, ସେ ପ୍ରକୃତିକୁ ଜାଗ୍ରତ କଲା। ସତ୍ତ୍ୱ ରଜ ତମର ବିଷମ ଅବସ୍ଥା ସୃଷ୍ଟି ହେଲା। ରଜଗୁଣରୁ କ୍ରିୟାଶକ୍ତି, ସତ୍ତ୍ୱଗୁଣରୁ ଜ୍ଞାନ ଶକ୍ତି, ତମଗୁଣରୁ ଆପରଣର ଶକ୍ତିର ସୃଷ୍ଟି ହୋଇଥାଏ। ପେଶସ୍କାରୀ ବା ଭ୍ରମର ଭୃଙ୍ଗୀ ମୋର ଚତୁର୍ବିଂଶ ଗୁରୁ। ଭୃଙ୍ଗୀ ନିଜ ଘରେ କୀଟକୁ ବନ୍ଦୀ କରିଦିଏ। ଭୟ ହେତୁ ସେହି କୀଟ ସବୁବେଳେ ତାକୁ ହିଁ ଧ୍ୟାନ କରୁଥାଏ, ଆଉ ପରିଶେଷରେ ଠିକ୍ ତାର ରୂପ ପରି ହୋଇଯାଏ। ସେ ତାର ପୂର୍ବ ଶରୀରକୁ ଛାଡ଼େ ନାହିଁ, ତେବେ ବି ସେ ପେଶକାରୀ ଭଳି ହୋଇଯାଏ। ଭାଗବତରେ କୁହାଯାଇଛି, ଏକାନ୍ତ ସ୍ନେହ ଦେଶ ଭये ନିଶ୍ଚଳ ଧ୍ୟାନ ଜହିଁ ରହେ। ଜନ୍ମଇ ସେହି ରୂପ ଧରି ଯେ ସନେ କୀଟ ପେଶସ୍କାରୀ। କୀଟ ଆଣଇ ନାନା ରୂପେ ନିଜ ଭୁବନେ ନେଇ ସ୍ଥାପେ। ସେ କୀଟ ପ୍ରାଣ ଯିବା କାଳେ ତାହାକୁ ରଖିଥାଏ ଡୋଳେ। ଭये ଚିନ୍ତଇ ତାର ରୂପ ଜନ୍ମଇ ଘେନି ସେ ସ୍ୱରୂପ। ମୋହର ମନ ସେଇ ମତେ କୃଷ୍ଣଞ୍ଚଳେ ଅବିରତେ। ନିଶ୍ଚଳେ ସ୍ଥାପି ସାବଧାନେ ବୁଲଇ ମହି ପର୍ଯ୍ୟଟନେ। ଏମନ୍ତେ ମୋର ଗୁରୁ ଯେତେ ତାହାଙ୍କ ଉପଦେଶ ମତେ। କାୟ ବଚନ ମନେ ଧରି ଭ୍ରମଇ ଅଟଳ ବିହାରୀ। ଅତ୍ୟନ୍ତ ଭୟରେ ବିଚିତ ଏକାଗ୍ର ହୁଏ। କଂସ କୃଷ୍ଣ ଭୟରେ ତନ୍ମୟ ହୋଇଯାଇଥିଲା। ଦେଶରୁ ଶିଶୁପାଳନର ଉନ୍ମୟତା ଆସିଥିଲା। ଚିତ୍ତକୁ ଏକାଗ୍ର କରିବାର ସର୍ବଶ୍ରେଷ୍ଠ ଉପାୟ ସ୍ନେହ। କାହା ପ୍ରତି ଯଦି ହୃଦୟ ସ୍ନେହୋକ୍ତ ନ ହୁଏ, ସେ ପାଖରେ ଥାଉ ବା ନଥାଉ ପ୍ରତି କ୍ଷଣରେ ତା କଥା ଚିନ୍ତନ କରିବାକୁ ପଡ଼େ। ତା ତୁଳନାରେ ଅନ୍ୟ ସବୁ ତୁଚ୍ଛ ଜଣାପଡ଼େ। ସ୍ନେହ ହୁଏ ସରସ ହୃଦୟରେ, ନିରସ ପାଷାଣ ହୃଦୟରେ ସ୍ନେହ ବା ପ୍ରେମ ନଥାଏ। ଯାହା ପ୍ରତି ଯାହାର ପ୍ରେମ, ସେ ତାକୁ ଧ୍ୟାନ କରିଥାଏ। କୌଣସି କାରଣରୁ ଯଦି ଜଣଙ୍କର ଚିତ୍ତ ମୂର୍ତ୍ତିରେ ତନ୍ମୟ ହୋଇଥାଏ, ତାହେଲେ ସେ ଅତି ସହଜରେ ଭଗବାନଙ୍କୁ ପାଇପାରେ। ମଣିଷ ଯାହା ଚିନ୍ତା କରେ ତାହା ପାଏ। ଦେହଧାରୀ ଜୀବ ଯାହାକୁ ଦେଶରେ, ଭୟରେ ଅଥବା ସ୍ନେହରେ ଚିନ୍ତା କରେ, ଅନବରତ ମନରେ ଧାରଣ କରେ, ପୂରାପୂରି ତାଠାରେ ମନୋନିବେଶ କରିଦିଏ, ପରିଶେଷରେ ଠିକ୍ ତା ଭଳି ହୋଇଥାଏ, ତଦରୂପ ହୋଇଯାଏ। ଯିଏ ବିଷୟକୁ ଧ୍ୟାନ କରେ ତା ମନ ବିଷୟାକାର ହୋଇଯାଏ, ଆଉ ଯିଏ ବ୍ରହ୍ମକୁ ଧ୍ୟାନ କରେ ସେ ବ୍ରହ୍ମ ସ୍ୱରୂପ ହୋଇଯାଏ।
ଅବଧୂତ କହିଲେ, ଶରୀରରୁ ମୋତେ ବୈରାଗ୍ୟ ଶିକ୍ଷା ମିଳିଛି। ଜନ୍ମ ଅଛି, ମୃତ୍ୟୁ ବି ଅଛି। ମରିଗଲା ପରେ ଏ ଶରୀର ଅନ୍ୟର ଭକ୍ଷ୍ୟ ହୋଇଯାଏ। ଯାହା ଅନ୍ୟର ଭକ୍ଷ୍ୟ ତାକୁ ମୋର ବୋଲି କିପରି କହିବା? ତେଣୁ ଶରୀର ପ୍ରତି ମୋର ଆସକ୍ତି ନାହିଁ। ମୁଁ ଏହା ସହିତ ଅସଙ୍ଗ ଜୀବରେ ବିଚରଣ କରୁଥାଏ। ଏ ଶରୀର କର୍ମରୂପୀ ବୀଜରୁ ଉତ୍ପନ୍ନ। ବୃକ୍ଷ ଖରା, ବର୍ଷା, ଶୀତ, କାକର ସହି ଅନ୍ୟକୁ ଫଳ ଦିଏ। ସେ ଦୁଃଖ ସହି ଅନ୍ୟକୁ ସୁଖ ଦିଏ। ଯିଏ ଅଧିକ ସଂଗ୍ରହ କରେ ସେ ଅଧିକ ଦୁଃଖ ପାଏ। ଶରୀର ଅନିତ୍ୟ, ଅସ୍ଥାୟୀ। ସଂସାରରେ ଯେଉଁ ଆଡ଼କୁ ଚାହିଁବ କେବଳ ଦୁଃଖ ହିଁ ଦୁଃଖ। ଚୋରର ଦୁଃଖ, ରାଜାର ଦୁଃଖ, ଶତ୍ରୁର ଦୁଃଖ, କୁଟୁମ୍ବରେ ଦୁଃଖ, ଧନରେ ଦୁଃଖ, ଚାରିଆଡ଼େ ଖାଲି ଦୁଃଖ। ଦୁଃଖର ଭଣ୍ଡାର ଏ ଶରୀରକୁ ମୁଁ ମୋର ବୋଲି ଭାବେ ନାହିଁ। ଏ ଶରୀରରେ ବ୍ରହ୍ମ ଦର୍ଶନ ସମ୍ଭବ। ଏହି ଶରୀର ମୁକ୍ତିର ସାଧନ। ଏଥିପାଇଁ ମଣିଷର ଅନ୍ୟ ନାମ ସାଧକ। ମାନବ ଶରୀର ଅନ୍ୟ ଶରୀର ଠାରୁ ଶ୍ରେଷ୍ଠ। ପରମାର୍ଥ ସାଧନ ପାଇଁ ଉପଯୁକ୍ତ ହେଉଛି ଏ ଶରୀର। ଅବଧୂତ କହିଲେ, ଏହି ଶରୀର ଦ୍ୱାରା ମୁଁ ପରମ ତତ୍ତ୍ୱ ଚିନ୍ତା କରିପାରୁଛି। ଏ ଶରୀର ପ୍ରତି ମୋର ମମତା ନାହିଁ। ଏ ଶରୀର ଦ୍ୱାରା ଧ୍ୟାନ, ଧାରଣା, ସମାଧି ଅଭ୍ୟାସ କରୁଛି। ମଣିଷ କୁଟୁମ୍ବ, ଧନ ପାଇଁ ଯେତେ ଚିନ୍ତା କରୁଛି, ଯଦି ସେ ଭଗବାନ ପାଇଁ ସେତିକି ଚିନ୍ତା କରନ୍ତା ତାହେଲେ ସେ ଜନ୍ମ ମରଣ ଚକ୍ରରୁ ମୁକ୍ତି ପାଇଯାଆନ୍ତା। ପଞ୍ଚ ଇନ୍ଦ୍ରିୟ ହେଉଛି ପାଞ୍ଚଟି ସ୍ତ୍ରୀ। ଏ ପାଞ୍ଚଟି ସ୍ତ୍ରୀ ମଣିଷକୁ ପାଞ୍ଚଟି ଦିଗକୁ ଭିଡ଼ା ଉଟରା କରୁଛନ୍ତି। ଯିଏ ଇନ୍ଦ୍ରିୟର ବଶୀଭୂତ ସେ ସୁଖ ପାଇପାରେ ନାହିଁ। ଏ ଦୁର୍ଲଭ ମାନବ ଶରୀର ପାଇଁ ମଧ୍ୟ ସେ ମୁକ୍ତି ପାଇପାରେ ନାହିଁ। ଅତି ଭାଗ୍ୟରେ ଥିଲେ ମାନବ ଶରୀର ମିଳେ। ଏହି ଶରୀର ଭଗବାନଙ୍କର ଶ୍ରେଷ୍ଠ କୃତି। ଭଗବାନ ମାନବ ଶରୀର ସୃଷ୍ଟି କରି ପ୍ରସନ୍ନ ହୋଇଛନ୍ତି। ଏହି ଅନିତ୍ୟ ଶରୀରରେ ସାଧନା କରି ହୁଏ, ପରମ ପୁରୁଷାର୍ଥ ପ୍ରାପ୍ତ ହୁଏ। ଯିଏ ଅନେକ ଜନ୍ମ ପରେ ମାନବ ଶରୀର ପାଇ ତାର ସଦୁପଯୋଗ କରେ ନାହିଁ ସେ ମୂର୍ଖ, ବୁଦ୍ଧିହୀନ। ଭାଗବତରେ କୁହାଯାଇଛି, ଆତ୍ମାର ଗୁରୁ ମୋ ଆପଣେ, ତେଣୁ ଧରଇ ତାକୁ ମନେ। ଦେହର ଜନ୍ମ ମୃତ୍ୟୁ ଦୁଇ, ବିଷ୍ଣୁ ମାୟରେ ପ୍ରଭତଇ। ଏ ଭାବ ବୁଝି ମୋର ମତି, ଏ ଦେହେ ନ କରେ ଫିରତି। ଅନେକ ଜନ୍ମ କର୍ମ ଭାଗ୍ୟେ, ମୋହର ଜ୍ଞାନ ବୈରାଗ୍ୟେ। ଉଦାସୀ ମତେ ଦେହ ଥାଇ, ଗୁରୁଙ୍କ ଉପଦେଶ ଥାଇ। ପୁତ୍ର କଳତ୍ର ପଶୁଦାସେ, ଏହାକୁ ପୋଷି ଦେହ ଆସେ। ଶରୀର ସଙ୍ଗେ ସେ ରମନ୍ତି, ମରଣେ କେହି ନ ଗଛନ୍ତି। ବୃଷଙ୍କ ଧର୍ମ ପ୍ରାୟ ଦେହି, ଜନ୍ମିଲେ ଅବଶ୍ୟ ମରଇ। ଏଣୁ ଅନିତ୍ୟ ହେଲେ ମୁଇଁ, କେବେ ହିଁ ବିଶ୍ୱାସ ନ ପାଇ। ଇନ୍ଦ୍ରିୟ ଏହାକୁ ଆବୋରି, ଭୁଜନ୍ତି ଜଣେ ଜଣେ କରି। ସଂସାରେ ମୃତ ପିଣ୍ଡ ଜେହ୍ନେ, ସ୍ୱର୍ଣ୍ଣ ଶୃଗାଳଙ୍କ ବଚନେ। ରସଲାଳ ସେ ଜୁହା ଧରେ, ଆହାର ଅର୍ଥେ ଭ୍ରମ କରେ। ନିଜ ସ୍ୱାବେ ଷଡ଼ର ସେ, ଭ୍ରମଇ ନାନା ବେଶେ ଦେଶେ। ଇନ୍ଦ୍ରିୟ ଇନ୍ଦ୍ରି ଧରଇ ପୁଣ୍ୟ ବଳେ, ଭ୍ରମଇ ମୈଥୁନ ଫଳେ। ଅମୃତ ପ୍ରାୟ ଯୋନି ଦିଶେ, ଏଣୁ ଭ୍ରମର କାମ ବସେ। ଶ୍ରବଣ ଧରେ ପୁଣ ପୁଣି, ଶ୍ରୁତି ନନ୍ଦନ ବାକ୍ୟ ଶୁଣି। ନାସିକା ଧରେ ଗନ୍ଧ ଆସେ, ଏଣୁ ଭ୍ରମଇ ସୁଖ ବାସେ। ଚକ୍ଷୁ ଧରଇ ରୂପ ଅର୍ଥେ, ଏଣୁ ଭ୍ରମଇ ନାନା ପଥେ। ଏ ସଂସାର ହେଉଛି ଜ୍ଞାନର ଭଣ୍ଡାର। ସଂସାରରେ ପ୍ରତ୍ୟେକ ଘଟଣା ଆମକୁ ଶିକ୍ଷା ଦିଏ। ସଂସାରର ଅନିତ୍ୟ ତାକୁ ଯିଏ ହୃଦୟଙ୍ଗମ କରିପାରେ ସେ ପରମାତ୍ମାଙ୍କୁ ପାଇପାରେ। ଏ ସଂସାର ହେଉଛି ଅନିତ୍ୟ, ବିଷୟ ସୁଖ କ୍ଷଣିକ ଏବଂ ପରିଣାମତଃ ଦୁଃଖ। ତେଣୁ ସବୁବେଳେ ବ୍ରହ୍ମଚିନ୍ତନ କର। ଏ ସଂସାରରୁ ଶିକ୍ଷା ଗ୍ରହଣ କରି ନିଃଶଙ୍କ ଓ ନିର୍ଭର ହୋଇ ବିଚରଣ କର। ରାଜା ଯଦୁ ରାଜ୍ୟ ଶାସନ ଛାଡ଼ି ନିଃସଙ୍ଗ ଓ ସମଦର୍ଶୀ ଭାବକୁ ଆବୋରି ଘୋର ବନରେ ତପ କରିବାକୁ ଲାଗିଲେ। ଉଦ୍ଧବ, ଏ ସଂସାର ହେଉଛି ମିଥ୍ୟା। ଏଥିରେ ସତ୍ୟତାର ଟିକିଏ ବି ସତା ନାହିଁ। ମୁଁ ସତ୍ୟ ସ୍ୱରୂପ, ମୋତେ ହିଁ ଭଜନ କର। ସଂସାରଠାରୁ ଦୂରେଇ ରୁହ। ଯିଏ ଯାହାକୁ ଚିନ୍ତନ କରେ ସେ ତଦ୍ରୂପ ହୋଇଯାଏ। ଈଶ୍ୱରଙ୍କୁ ଚିନ୍ତନ କଲେ ଈଶ୍ୱର ରୂପ ହୋଇଯିବ। ଉଦ୍ଧବ, ସତତ ମୋର ଚିନ୍ତନ କର। ଭାଗବତରେ କୁହାଯାଇଛି ଯେ ସର୍ବଶାସ୍ତ୍ରେ ସୁପଣ୍ଡିତ, ଜାଣଇ ସର୍ବଧର୍ମ ତତ୍ତ୍ୱ। ସେ ଯେବେ ତେ ଗୁଣ ଘେନି, ପରମାନନ୍ଦଙ୍କୁ ନ ଚିହ୍ନି। ସକଳ ଶାସ୍ତ୍ର ବ୍ୟର୍ଥତାର, କେବଳ ଶ୍ରମ ମାତ୍ର ସାର। ହେମନ୍ତ କହି ଅବଧୂତ, ଶାନ୍ତ ଗଭୀର ଗୁଣସୂତ। ଶୁଣି ସାନନ୍ଦ ଯଦୁ ରାଜା, ତାର ଚରଣେ କଲା ପୂଜା। ରାଜାଙ୍କୁ କହି ସାବଧାନେ, ବ୍ରାହ୍ମଣ ଗଲା ଅନ୍ତର୍ଧାନେ। ବିଚାରି ତାହାର ବଚନେ, ରାଜା ପଶିଲା ଘୋର ବନେ। ସକଳ ସଙ୍ଗ ଦୂରେ ତେଜି, ଧ୍ୟାନେ ଗୋବିନ୍ଦ ପାଦ ଭଜି। ଯୋଗୀ ବିନାଶୀ କଳେବର, ଲଭିଲା କୃଷ୍ଣର ପୟର। ନିଷ୍କାମ ଭାବରେ ସ୍ୱଧର୍ମ ପାଳନ କଲେ ଆତ୍ମବୁଦ୍ଧି ହୁଏ, ଅନ୍ତଃକରଣ ପବିତ୍ର ହୁଏ।
ପବିତ୍ର ଅନ୍ତଃକରଣରେ ହିଁ ବ୍ରହ୍ମ ସାକ୍ଷାତକାର ହୋଇଥାଏ। ଭକ୍ତ ଅହିଂସା, ସତ୍ୟ ଆଦି ଯମକୁ, ଶୌଚ ସନ୍ତୋଷ ଆଦି ନିୟମକୁ ଯଥାଶକ୍ତି ପାଳନ କରେ। ଭକ୍ତ ଗୁରୁଙ୍କୁ ଈଶ୍ୱର ବୋଲି ମାନେ, ସର୍ବଦା ପରନିନ୍ଦାରୁ ଦୂରେଇ ରହେ, ଘର ଦ୍ୱାର କୁଟୁମ୍ବ ପରିବାର ପ୍ରତି ମମତା ରଖେ ନାହିଁ, ଶରୀରକୁ ଆପ୍ତାଠାରୁ ପୃଥକ ବୋଲି ଜାଣେ। ଭାଗବତରେ କୁହାଯାଇଛି, ଆପ୍ତାଙ୍କୁ ଦେଖୁଥିବ ଭିନ୍ନ, କାଷ୍ଠେ ଯେ ସନେ ହୁତାସନ, ଏ ରୂପେ ଆତ୍ମା ନିର୍ବିକାର, ଏ ଦେହ ଗୁଣରୁ ବାହାର, ଦେହର ମଧ୍ୟରେ ଯେଣୁ ଥାଇ ତା ନାମ ଗୁଣକୁ ଭଜଇ, କାଷ୍ଠ ସଂଯୋଗୀ ଅଗ୍ନି ଯେହ୍ନେ କାଷ୍ଠର ଆକାରକୁ ଘେନେ। କାଷ୍ଠରେ ଅଗ୍ନି ପ୍ରବେଶ କଲେ ତାହା ଜଳେ। କାଷ୍ଠକୁ ଅଗ୍ନି ବୋଲି ମନେ କରାଯାଏ। ବାସ୍ତବରେ ଯାହା ଜଳୁଛି ତାହା ଅଗ୍ନି, କାଷ୍ଠ ଅଗ୍ନି ନୁହଁ। କାଷ୍ଠ ଅଗ୍ନି ଯେପରି ଭିନ୍ନ, ଆତ୍ମା ଶରୀର ସେପରି ଭିନ୍ନ। ସ୍ୱୟଂ ପ୍ରକାଶ ଆତ୍ମା ସ୍ଥୂଳ ସୂକ୍ଷ୍ମ, କାରଣ ଶରୀରରୁ ଭିନ୍ନ। ତ୍ରିଗୁଣାତୀତ ହେଲେ ଶୋକମୋହ ଦୂର ହେବ। ଭଗବାନ କହିଛନ୍ତି, ସମସ୍ତ ଆତ୍ମା ମୁଁ, ମୋର ବନ୍ଧନ ନାହିଁ। ଏ ଶରୀର ଦୈବର ଅଧୀନ। ଗୁଣ ଦ୍ୱାରା ପ୍ରେରିତ ହୋଇ ମଣିଷ କର୍ମ କରୁଛି। ଅଜ୍ଞାନୀର କର୍ତ୍ତାପଣର ଅଭିମାନ ଥାଏ। ଅଭିମାନୀ ଜୀବ ବନ୍ଧନରେ ପଡ଼େ। ଭାଗବତରେ କୁହାଯାଇଛି, ଆରମ୍ଭ ନାନା ଉପଭୋଗେ ଯେ ଯେହ୍ନେ ଆତ୍ମାର ସଂଯୋଗେ, ମଣଇ ସତ୍ୟ ପ୍ରାୟ ତାହା ଦୃଷ୍ଟି ଶ୍ରବଣେ ସର୍ବମାୟା, ଯେତେ ଦେଖଇ ନାନା ରଙ୍ଗେ ବିଫଳ ହୁଏ ନିଦ୍ରା ଭଙ୍ଗେ, ଏ ମାୟା ତ୍ରିଗୁଣେ ଯନ୍ତ୍ରିତ ବ୍ରହ୍ମାଦି ପ୍ରପଞ୍ଚ ଜୟଦ, ଏଣୁ ପ୍ରବୃତ୍ତି ଧର୍ମ ଏଡ଼ି ନିର୍ବୃତ୍ତି ଧର୍ମେ ଚିତ ବଢ଼ି। ତ୍ରିଗୁଣ ମାୟାଯୁକ୍ତ, ଗୁଣାତୀତ ହେଲେ ମାୟାଯୁକ୍ତ ହେବ, ମାୟାମୁକ୍ତ ହେବ। ସଂସାର ସ୍ୱପ୍ନ ପରି। ଯେପରି ସ୍ୱପ୍ନରେ ଯାହା ଦେଖାଯାଏ ତାହା ଅସତ୍, ତାହା ସ୍ୱପ୍ନ ଥିବା ପର୍ଯ୍ୟନ୍ତ ସତ୍ୟ ପରି ଜଣାପଡ଼ୁଥିବ। ସ୍ୱପ୍ନରେ ସୁଖ ଦୁଃଖ ହୋଇଥିବ, କିନ୍ତୁ ସ୍ୱୟଂ ଭାଗିଗଲା ପରେ ସୁଖ ଦୁଃଖ କିଛି ରହେ ନାହିଁ। ଜ୍ଞାନୀ ସାଧାରଣ ମଣିଷ ପରି କାର୍ଯ୍ୟ କରେ, କିନ୍ତୁ ସୁଖରେ ଦୁଃଖରେ, ହାନିରେ ଲାଭରେ, ମାନରେ ଅପମାନରେ, ଜୟରେ ପରାଜୟରେ, ଜୀବନ ମରଣରେ, ଯଶ ବଯଶରେ ସମାନ ଥାଏ। ମୋ କଥା ଯିଏ ଶ୍ରଦ୍ଧାର ସହିତ ଶ୍ରବଣ କରେ, ସେ ଭକ୍ତି ଲାଭ କରେ। ସକଳ ଧର୍ମ ତେଜି ଜିତେ, ଯେ ମୋତେ ଭଜେ ଦୃଢ଼ବ୍ରତେ, ସେ ପ୍ରାଣୀ ଭକତ ଉତ୍ତମ, କହିଲେ ଶ୍ରୀ ପୁରୁଷୋତ୍ତମ। ଯିଏ ମୋର ଜନ୍ମ କର୍ମ ଉତ୍ସବ କଥା ଆନନ୍ଦରେ କୀର୍ତ୍ତନ କରେ, ସେ ଭକ୍ତି ପାଏ। ମୋ ଜନ୍ମ କର୍ମର କଥନ, ମୋର ଉତ୍ସବେ ହୃଷ୍ଟମନ, ନାନା ସୁବାକ୍ୟ ନୃତ୍ୟ ଗୀତେ, କୀର୍ତ୍ତନ କରି ମୋ ଅଗ୍ରତେ। ଯିଏ ସତ୍ସଙ୍ଗ କରେ, ସେ ଭକ୍ତି ଲାଭ କରେ। ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ, ମୋର ତନୁ ସର୍ବକୁସଙ୍ଗ ଦୋଷ ହରେ, ସେ ନିତ୍ୟ ସାଧୁ ସଙ୍ଗ କରେ। ଯେ ଅବା ପତିତ ପାମର, ସତ୍ସଙ୍ଗେ ଏ ତରେ ଭବ ଘୋର। ଭଗବାନ କହିଲେ, ବୃତ୍ରାସୁର, ପ୍ରହ୍ଲାଦ, ବଳିରାଜା, ବିଭୀଷଣ, ସୁଗ୍ରୀବ, ହନୁମାନ, କୁବ୍ଜା, ବ୍ରଜଗୋପୀ ଆଦି ସତ୍ସଙ୍ଗ ଦ୍ୱାରା ମୋତେ ପ୍ରାପ୍ତ ହୋଇଛନ୍ତି। ଭଗବାନ ବେଦ ତପ ଦ୍ୱାରା ମିଳନ୍ତି ନାହିଁ, କେବଳ ସତ୍ସଙ୍ଗରୁ ମିଳନ୍ତି। ସତ୍ସଙ୍ଗ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ତିଆରି ଦିଏ। କାମୀ ସହିତ ରହିଲେ ଧ୍ୟାନାଦି ହୋଇପାରେ ନାହିଁ। ଭଗବାନ କହିଲେ, ଉଦ୍ଧବ, ମଣିଷ ସଙ୍ଗରେ ରହି ମଣିଷ ହେବା ସହଜ, କିନ୍ତୁ ବ୍ରହ୍ମନିଷ୍ଠ ହେବା ସହଜ ନୁହେଁ। ତେଣୁ ସାଧୁ ସଙ୍ଗ କର, ସାଧୁ ସହିତ ମିଶ, ସାଧୁଙ୍କୁ ଘରକୁ ନିମନ୍ତ୍ରଣ କର, ତାହେଲେ ତମେ ବ୍ରହ୍ମନିଷ୍ଠ ହୋଇପାରିବ। ତେଣୁ ସର୍ବଦା ସତ୍ସଙ୍ଗରେ ରହିବାର ପ୍ରଯତ୍ନ କର। ସଂସାର ବୃକ୍ଷର ମୂଳ ବାସନା, ସତ୍ୟ ରଜ ତମ ତାହାର ଶାଖା। ଏହାର ବୀଜ ପାପ ଓ ପୁଣ୍ୟ। ଇନ୍ଦ୍ରିୟ ମନ ହେଉଛି ଏହାର ଡାଳ, ବିଷୟ ହେଉଛି ଏହାର ରସ, ସୁଖ ଦୁଃଖ ହେଉଛି ଏହାର ଫଳ। ବିଷୟରେ ଯିଏ ମାତେ ସେ ଭୋଗୀ, ସେ ସଂସାର ବୃକ୍ଷର ଦୁଃଖ ଫଳ ଖାଏ। ବିବେକୀ ପରମହଂସ ଯୋଗୀ ସଂସାର ବୃକ୍ଷର ସୁଖ ଫଳ ଖାଏ। ଭଗବାନ କହିଲେ, ଉଦ୍ଧବ, ରଜଗୁଣ ଯୋଗୁଁ ମଣିଷର ମନ ବିଷୟ ସୁଖ ପାଇଁ ଧାଏ। ବିଷୟଯୁକ୍ତ ହୋଇ ଜୀବକୁ ଭୟଭୀତ କରେ। ବିଷୟ ଚିନ୍ତନ ଭକ୍ତିର ବାଧକ। ମନକୁ ବିଷୟ ଦିଗରେ ଯିବାକୁ ଦିଅ ନାହିଁ। ମନକୁ ଈଶ୍ୱର ଚିନ୍ତନରେ ଲଗାଅ। ମନକୁ ମୋଠାରେ ଏକାଗ୍ର କର। ମନକୁ ଈଶ୍ୱରଙ୍କଠାରେ ଲୟ କରିବା ହେଉଛି ଯୋଗ। ଉଦ୍ଧବ, କର୍ମ, ଯଜ୍ଞ, ସତ୍ୟ, ଦମ, ସମ, ଐଶ୍ୱର୍ଯ୍ୟ ଏସବୁ ସାଧନ, କିନ୍ତୁ ସର୍ବଶ୍ରେଷ୍ଠ ସାଧନ ମୋର ଭକ୍ତି। ଭକ୍ତି ସବୁ ପାପକୁ ଜାଳି ଭସ୍ମୀଭୂତ କରିଦିଏ। ନ ସାଧୟତି ମାଂ ଯୋଗୋ, ନ ସାଂଖ୍ୟ ଧର୍ମ ଉଦ୍ଧବ, ନ ସ୍ୱାଧ୍ୟାୟସ୍ତପସ୍ତ୍ୟଜ୍ୟୋ, ଯତା ଭକ୍ତିର୍ମୋଦିତା। ମୋତେ ପାଇବା ପାଇଁ ଅନ୍ୟାନ୍ୟ ଭକ୍ତି ଯେପରି ସମର୍ଥ, ଯୋଗ, ସାଂଖ୍ୟ, ଧର୍ମ, ବେଦାଧ୍ୟୟନ, ତପ, ତ୍ୟାଗ ଯେପରି ସମର୍ଥ ନୁହଁ। ଧ୍ୟାନ ଦୁଇ ପ୍ରକାରର। ଗୋଟିଏ ଅଙ୍ଗ ଚିନ୍ତନକୁ ଧ୍ୟାନ କୁହାଯାଏ ଓ ସର୍ବାଙ୍ଗ ଚିନ୍ତନକୁ ଧ୍ୟାନ କୁହାଯାଏ। ଉଦ୍ଧବ, ଧ୍ୟାନ କରି କରି ଧ୍ୟେୟ ସହିତ ଏକ ରୂପ ହୋଇଯାଅ। ଈଶ୍ୱରଙ୍କ ଧ୍ୟାନ କଲେ ସଂସାରକୁ ବିସ୍ମୃତ ହେବ। ଯିଏ ପ୍ରଭୁଙ୍କଠାରେ ତନ୍ମୟ ହୋଇଯାଏ,
ହୋଇଥାଏ। ସେ ଦେହଜ୍ଞାନ ଭୁଲିଯାଏ। ଉଦ୍ଧବ, ବ୍ୟର୍ଥ ଭାଷଣ ମଧ୍ୟ ପାପ। ବୁଝି ସୁଝି କଥା କୁହ। ଭକ୍ତିରୁ ସିଦ୍ଧି ପ୍ରାପ୍ତ ହୁଏ, କିନ୍ତୁ ସିଦ୍ଧି ମୋ ପ୍ରାପ୍ତିର ବାଧକ। ତେଣୁ ସିଦ୍ଧିଠାରୁ ଦୂରେଇ ରହିବା ଉଚିତ। ସିଦ୍ଧି ପ୍ରସିଦ୍ଧି ଆଣେ ଓ ପ୍ରସିଦ୍ଧି ପ୍ରମାଦ ଆଣେ। ଫଳରେ ମୋ ଭଜନରେ ବିକ୍ଷୋଭ ସୃଷ୍ଟି ହୁଏ। ତେଣୁ ସିଦ୍ଧିଠାରୁ ଦୂରେଇ ରୁହ। ଜଗତର କୌଣସି ଜୀବକୁ ହୀନ ମନେ କରିବା ଉଚିତ ନୁହଁ। ମୋ ଠାରେ ବୁଦ୍ଧିକୁ ସ୍ଥାପନା କରିବା ହେଉଛି ସମ। ଇନ୍ଦ୍ରିୟକୁ ବଶ କରିବା ହେଉଛି ଦମ। କୌଣସି ପ୍ରାଣୀକି ଦ୍ରୋହ ନ କରିବା ହେଉଛି ଦାନ। ଜଗତର କୌଣସି ଜୀବ ପ୍ରତି କୁଭାବ ନ ରଖିବା ଓ ସଦ୍ଭାବ ରଖିବା ହେଉଛି ବଡ଼ ଦାନ। ଭୂତ ଦ୍ରୋହ ତ୍ୟାଗ ହେଉଛି ଦାନ। ଜଡ଼ ଓ ଚେତନ କାହାଠାରେ ଦ୍ରୋହ କର ନାହିଁ। ସମସ୍ତଙ୍କୁ ସମାନ ଭାବରେ ଦେଖ। ସବୁ କାମନା ତ୍ୟାଗ ହେଉଛି ତପ। ଯିଏ କାମ ସୁଖର ଚିନ୍ତା ନ କରେ ସେ ତପସ୍ୱୀ। ବାସନା ଓ ସ୍ୱଭାବକୁ ଜିତିବା ଶୌର୍ଯ୍ୟ। ବ୍ରହ୍ମ ବିଚାର କରିବା ଶ୍ରେଷ୍ଠ। ସତ୍ୟ ଓ ଧର୍ମ ସର୍ବୋତ୍ତମ ଧନ। ଧର୍ମ ଇଷ୍ଟଂ ସର୍ବନୃଣା। ମୋର ଭକ୍ତି ପ୍ରାପ୍ତ ହେବା ସର୍ବୋତ୍ତମ ଲାଭ। ବନ୍ଧନ ମୋକ୍ଷ ତତ୍ତ୍ୱର ଜ୍ଞାତା ହେଉଛି ପଣ୍ଡିତ। ଯିଏ ସିଦ୍ଧାନ୍ତକୁ ଜୀବନରେ ପ୍ରୟୋଗ କରି ଭକ୍ତିମୟ ଜୀବନ ବିତାଏ ସେ ଉତ୍ତମ ଜ୍ଞାନୀ। ଦେହକୁ ଆପ୍ତା ମାନି ଦେହରେ ଯିଏ ଅହଂବୁଦ୍ଧି ରଖେ ସେ ମହାମୂର୍ଖ। ସଦ୍ଗୁଣ ସମ୍ପନ୍ନ ଧନମାନ ଅସନ୍ତୁଷ୍ଟ ବ୍ୟକ୍ତି ଦରିଦ୍ର। ଯିଏ ଇନ୍ଦ୍ରିୟର ଦାସ ସିଏ ଜୀବ। ଯିଏ ଇନ୍ଦ୍ରିୟକୁ ବଶ କରି ସଂସାର ବିଷୟରେ ଅନାସକ୍ତ ରହେ ସେ ଈଶ୍ୱର। ଯିଏ ଜିତେନ୍ଦ୍ରିୟ ସେ ପ୍ରକୃତ ବୀର। ଯିଏ ନିନ୍ଦା ଦ୍ୱାରା ପ୍ରଭାବିତ ହୁଏ ନାହିଁ ସେ ପ୍ରକୃତ ଭକ୍ତ। ଉଦ୍ଧବ, ମନୁଷ୍ୟର କଲ୍ୟାଣ ପାଇଁ ମୁଁ 3ଟି ଉପାୟ ବତାଇଛି। ଜ୍ଞାନ ଯୋଗ, ନିଷ୍କାମ କର୍ମ ଯୋଗ, ଭକ୍ତି ଯୋଗ। ମନୁଷ୍ୟ ଶରୀର ଜ୍ଞାନ ଓ ଭକ୍ତି ପ୍ରାପ୍ତିର ସାଧନ। ତେଣୁ ଶ୍ରେଷ୍ଠ। ଏ ମନୁଷ୍ୟ ଶରୀର ଏକ ନୌକା। ଗୁରୁ ହେଉଛନ୍ତି କୈବର୍ତ୍ତ, ଅନୁକୂଳତା ହେଉଛି ବାୟୁ। ଏ ଅମୂଲ୍ୟ ଶରୀର ନୌକାର ସଦୁପଯୋଗ ନ କଲେ ଭବସାଗର ପାର ହୋଇପାରିବ ନାହିଁ। ନୃଦେହଂ ମାଦ୍ୟଂ ସୁଲଭଂ ସୁଦୁର୍ଲଭ ଫଳବଂ ସୁକଳ୍ପଂ ଗୁରୁକର୍ଣ୍ଣଧାରଂ ମୟାନୁକୂଳେନ ନଭସ୍ୱତେରିନ୍ଦଂ ପୁମାनं ଭବଧି ନତୋରେनं ସ ଆତ୍ମା। ଉଦ୍ଧବ, ତୁମେ ସତ୍ସଙ୍ଗ କରି ନ ପାର, କିନ୍ତୁ କାମୀ ବିଷୟର ସଙ୍ଗ ହୁଅ ନାହିଁ। ସତ୍ସଙ୍ଗ ପ୍ରାପ୍ତି ଈଶ୍ୱରଙ୍କ କୃପା ଉପରେ ଆଧାରିତ। ମନ କେବଳ ଈଶ୍ୱରଙ୍କ ଠାରେ ଲଗାଅ, ମନକୁ ନାରୀ ଠାରେ ଲଗାଅ ନାହିଁ। ହେ ଉଦ୍ଧବ, ଏ ଅଖିଳ ବିଶ୍ୱରେ ମୁଁ ବ୍ୟାପ୍ତ। ଭକ୍ତି ଦ୍ୱାରା ମୋର ଦର୍ଶନ ପାଇଲେ ହୃଦୟରେ ଅହଙ୍କାର ଗ୍ରନ୍ଥି ଖୋଲିଯିବ। ଭିଦ୍ୟତେ ହୃଦୟ ଗ୍ରନ୍ଥି ସିଦ୍ଧନ୍ତେ ସର୍ବସଂଶୟାଃ କ୍ଷୟନ୍ତେ ବାସ୍ୟ କର୍ମାଣି ମୟି ଦୃଷ୍ଟିଂଖ୍ଳାନ୍ତନି। ଉଦ୍ଧବ, କାହାର ପ୍ରଶଂସାରେ ପ୍ରସନ୍ନ ଓ କାହାର ନିନ୍ଦାରେ ଅପ୍ରସନ୍ନ ହେବାର କିଛି କାରଣ ନାହିଁ। ନିନ୍ଦା ଶବ୍ଦ ଆକାରରେ ଆକାଶରେ ମିଳେଇ ଯାଇଥାଏ। ନିନ୍ଦୁକ ଆମର ମିତ୍ର, କାରଣ ସେ ଆମର ଦୋଷ ଦର୍ଶନ କରିଥାଏ। ସୁଖ ଦୁଃଖ ମନର କଳ୍ପନା। ମନ ନିଦ୍ରାରେ ଯେଉଁ ସ୍ଥିତିରେ ଥାଏ, ଜାଗ୍ରତ ଅବସ୍ଥାରେ ସେହି ସ୍ଥିତିରେ ରହିଲେ ମୁକ୍ତି। ମନୁଷ୍ୟ ଧନ ପଛରେ ଧାଉଁଛି। ଧନ ମନୁଷ୍ୟକୁ ସବୁ ପ୍ରକାରେ ଭୟଭୀତ କରି ବିବେକ ଭ୍ରଷ୍ଟ କରୁଛି। ଅର୍ଥସ୍ୟ ସାଧନେ ସିଦ୍ଧର୍ଥେ ରକ୍ଷଣେ ବ୍ୟୟେ ନାଶୋପଭୋଗୋ ଆୟସୋ ସଚିନ୍ତା ଭ୍ରଭୋ ନୃଣାମ୍। ଭଗବାନ ପୁରୁର ବା ଉର୍ବଶୀ ପ୍ରସଙ୍ଗର ଦୃଷ୍ଟାନ୍ତ ଦେଇ ନାରୀ ସଙ୍ଗରୁ ପୁରୁଷର ଅବସ୍ଥା କ'ଣ ହୁଏ ତାହା କହିଛନ୍ତି। ଦୁଷ୍ଟ ସଙ୍ଗତିରୁ ଅଧୋଗତି ଓ ସଜନ ସଙ୍ଗତିରୁ ଊର୍ଦ୍ଧ୍ୱଗତି ହୁଏ। ସତ୍ସଙ୍ଗ ଈଶ୍ୱରଙ୍କ କୃପାର ମିଳେ। ରାମକୃପା ବିନୁ ସୁଲଭ ନ ସୋଇ। କୁସଙ୍ଗ କରିବା ତୁମର ଉପରେ ନିର୍ଭର କରେ। ଏ ଶରୀର ମାଂସ, ଅସ୍ଥି, ଚର୍ମ, ଘେରା ଓ ଦୁର୍ଗନ୍ଧଯୁକ୍ତ। ଏ ଶରୀରରେ ରତ ବ୍ୟକ୍ତି ପଶୁଠାରୁ ହୀନ। ଭଗବାନ କହିଲେ, ଉଦ୍ଧବ, ମନକୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ବଶ କରାଯାଏ। ମନକୁ ବଶ କରିବାର ଉପାୟ ହେଉଛି ମୋର ଭକ୍ତି। ଭକ୍ତ ଅନାୟାସରେ ଜ୍ଞାନୀ, ବୁଦ୍ଧିମାନ, ବିବେକୀ ଓ ଚତୁର ହୋଇଯାଏ। ଭକ୍ତି କେ ସାଧନ କହେ ବଖାନି ସୁଗମ ପନ୍ଥ ମୋହି ପାୱେହିଁ ପ୍ରାଣୀ। ଭକ୍ତି ସ୍ୱତନ୍ତ୍ର। ଭକ୍ତି ସମସ୍ତଙ୍କୁ ନିଜର ଅଧୀନ କରେ। ଜ୍ଞାନୀ ଓ କର୍ମଯୋଗୀ ମଧ୍ୟ ଭକ୍ତି କରିଥାଏ। ଜ୍ଞାନ ଓ କର୍ମରେ ଭକ୍ତି ମିଶିଗଲେ ମୁକ୍ତିଦାୟୀ ହୁଏ। ସ୍ୱତନ୍ତ୍ର ବନ୍ମନ ନାନା ତେହି ଅଧୀନ ଜ୍ଞାନ ବିଜ୍ଞାନା ଭଗତିହୀନ ବିରଞ୍ଚି କିନକେଇ ସବ ଜୀବ ସମ ପ୍ରିୟ ମୋହି ସୋଇ। ଭଗତିବନ୍ତ ଅତି ନିଚୟ ପ୍ରାଣୀ ମୋହି ପ୍ରାଣ ପ୍ରିୟ ଅସି ମମ ବାଣୀ। ଯେତେବେଳେ ମନୁଷ୍ୟ କର୍ମତ୍ୟାଗ କରି ଆତ୍ମାଙ୍କୁ ମୋତେ ସମର୍ପି ଦିଏ, ସେତେବେଳେ ମୁଁ ତାକୁ ତଦରୂପ କରି ମୋକ୍ଷ ଦିଏ। ପରମାତ୍ମାଙ୍କୁ ପ୍ରସନ୍ନ କରିବା ସହଜ, କିନ୍ତୁ ଜଗତକୁ ପ୍ରସନ୍ନ କରିବା କଷ୍ଟ। ହେ ଉଦ୍ଧବ, ମୁଁ ତୁମକୁ ଧନ ମାଗୁନାହିଁ, ମନ ମାଗୁଛି। ମୋତେ ତୁମ ମନକୁ ଦିଅ, ମୁଁ ତୁମ ମନକୁ ରକ୍ଷା କରିବି। ମୁଁ ସର୍ବବ୍ୟାପୀ, ତୁମେ ମୋ ଶରଣରେ ଆସ। ଭଗବାନ କହିଲେ, ଉଦ୍ଧବ,
ମୁଁ ତୁମକୁ ବ୍ରହ୍ମଜ୍ଞାନ ପ୍ରଦାନ କଲି, ଏବେ ତୁମର ମୋହ ଶୋକ ଦୂର ହେଲା ତ? ଉଦ୍ଧବ କହିଲେ, ପ୍ରଭୁ ମୋର ଆଉ କିଛି ଶୁଣିବାର ନାହିଁ, ଏବେ ଯାହା ଶୁଣିଲି ତାହା ମନନ କରିବି। ଶ୍ରୀକୃଷ୍ଣ କହିଲେ, ଉଦ୍ଧବ ଏବେ ତୁମେ ବଦ୍ରିକା ଆଶ୍ରମକୁ ଯାଇ ଇନ୍ଦ୍ରିୟ ସଂଯମ କରି ବ୍ରହ୍ମଜ୍ଞାନରେ ଚିନ୍ତନ କର। ତୁମ ମନ ମୋଠାରେ ସ୍ଥିର ହେଲେ ତୁମେ ମୋତେ ପାଇବ। ବଦ୍ରିକା ଆଶ୍ରମ ଯୋଗଭୂମି, ଏଠାରେ ଶ୍ରୀଘର ଭୂମି ପ୍ରଭୁ ମିଳନ୍ତି। ଭଗବାନ କହିଲେ, ଉଦ୍ଧବ ମୁଁ ସର୍ବଦା ତୁମ ସହିତ ଅଛି, ତୁମେ ସବୁବେଳେ ମୋର ସ୍ମରଣ କର। ଉଦ୍ଧବ କହିଲେ, ପ୍ରଭୁ ମୋର କିଛି ଅବଲମ୍ବନ ଲୋଡ଼ା। ଭଗବାନ ତାଙ୍କରି ଚରଣ ପାଦୁକା ଦେଲେ। ଉଦ୍ଧବଙ୍କ ଭୟ ଦୂର ହେଲା। ସେ ଭାବିବାକୁ ଲାଗିଲେ, ମୋ ସହିତ ଭଗବାନ ସବୁବେଳେ ଅଛନ୍ତି। ସେହିଭଳିଆ ସମସ୍ତେ ଭକ୍ତବୃନ୍ଦ ଭାବିବା ଉଚିତ ଯେ ଭଗବାନ ତମ ସାଥିରେ ହିଁ ଅଛନ୍ତି। ଯମ୍ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ରମରୁତୁ ସ୍ତନ୍ନଂ ତିଦିବେଧସ୍ତବୈ ଋଗ୍ବେदै ସାଙ୍ଗପଦ କ୍ରମୋପନିଷଦୈ ଗାୟନ୍ତି ଯମ୍ ସାମଗାଃ ଧ୍ୟାନାବସ୍ଥିତ ଜଗତେନ ମନସା ପଶ୍ୟନ୍ତି ଯୋଗିନ ଯସ୍ୟାନ୍ତନ ବିଦୁଃ ସୁରାସୁରଗଣାଂ ଦେବାୟ ତସ୍ମୈ ନମଃ। ସୁତ କହିଲେ, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ଓ ମରୁଦ୍ଗଣ ଦିବ୍ୟ ସ୍ତୁତି ଦ୍ୱାରା ଯାହାଙ୍କ ଗୁଣଗାନ କରନ୍ତି, ସାମଗାନକାରୀମାନେ ଅଙ୍ଗ ପଦ କ୍ରମ ଉପନିଷଦ ସହିତ ବେଦ ଦ୍ୱାରା ଯାହାଙ୍କ ଗୁଣଗାନ କରନ୍ତି, ଯୋଗୀମାନେ ଧ୍ୟାନସ୍ଥ ହୋଇ ନିଶ୍ଚଳ ଓ ତଦ୍ଗତ ମନରେ ଯାହାଙ୍କ ଦର୍ଶନ କରନ୍ତି, ଏବଂ ଦେବତା ଓ ଅସୁରମାନେ ଯାହାଙ୍କ ସ୍ୱରୂପକୁ ସମ୍ପୂର୍ଣ୍ଣ ଭାବେ ଜାଣିପାରନ୍ତି ନାହିଁ, ମୁଁ ସେହି ସ୍ୱୟଂ ପ୍ରକାଶ ଶ୍ରୀକୃଷ୍ଣଙ୍କୁ ନମସ୍କାର କରୁଛି, ଶ୍ରୀରାମଙ୍କୁ ନମସ୍କାର କରୁଛି। ଭାଗବତର ପ୍ରତିପାଦ୍ୟ ବିଷୟ ଆଶ୍ରୟ ଦ୍ୱାଦଶ ସ୍କନ୍ଧରେ ଆଶ୍ରୟ ଲୀଳାର ବର୍ଣ୍ଣନା କରାଯାଇଛି। କଳିଯୁଗର ଶାସକ ଅତ୍ୟନ୍ତ ଦୁଷ୍ଟ ହେବ, ଗୋହତ୍ୟା କରିବ, ପ୍ରଜାଧନକୁ ହଡ଼ପ କରିବ, ବିଳାସ ବ୍ୟସନରେ ଜୀବନ କଟାଇବ। କଳିଯୁଗର ବ୍ରାହ୍ମଣ ବେଦବିହୀନ ହେବ, ସେ ସନ୍ଧ୍ୟା କରିବ ନାହିଁ, କୁଟୁମ୍ବ ପାଳନ ପୋଷଣରେ ଚତୁରତା ପ୍ରଦର୍ଶନ କରିବ, କୀର୍ତ୍ତି ପାଇଁ ଧର୍ମ କରିବ। ବ୍ରାହ୍ମଣମାନେ ନା ସନ୍ଧ୍ୟା ଠିକ୍ ଭାବରେ କରିବେ, ଗୋଧୂଳି ଯେତେବେଳେ ଲୋମମୂଳ ଦେଖାଯିବନି ସେଇଟା ହିଁ ସନ୍ଧ୍ୟା। କିନ୍ତୁ ବର୍ତ୍ତମାନ ଆଜିକାଲି ବ୍ରାହ୍ମଣମାନେ ମନ ଇଚ୍ଛା ସନ୍ଧ୍ୟା ଆଳତି କରୁଛନ୍ତି, କେତେବେଳେ ଜଲ୍ଦି କରିଦେଉଛନ୍ତି, କେତେବେଳେ ଡେରିରେ କରୁଛନ୍ତି। ଏହା ଠିକ୍ ନୁହଁ। ଦାକ୍ଷ କୁଟୁମ୍ବ ଭରଣମ୍ ଯଶର୍ଥ ଧର୍ମ ସେବନମ୍। କଳିଯୁଗ ଶେଷରେ ଧର୍ମରକ୍ଷା ପାଇଁ ଭଗବାନ କଳ୍କି ଅବତାର ଗ୍ରହଣ କରିଛନ୍ତି। ବର୍ତ୍ତମାନ କଳିଯୁଗରେ ପୁରୁଷ ନାରୀର ଅଧୀନ ହେବ। ଶ୍ରୈଣମ୍ କଳଉ ନାରହା। ନିଜ ସ୍ୱାର୍ଥ ସିଦ୍ଧି ପାଇଁ କାହା ସହିତ ଦ୍ରୋହ କର ନାହିଁ। ଭଗବାନଙ୍କ ନାମ ସଂକୀର୍ତ୍ତନ କଲେ କଳି ଦୋଷରୁ ମୁକ୍ତି ହେବ। କୃଷ୍ଣ କୀର୍ତ୍ତନ କଲେ ଘରେ କଳି ପ୍ରବେଶ କରିପାରିବ ନାହିଁ। କଳେ ଦୋଷ ନିଧେ ରାଜନସ୍ତି ହକ୍ୟ ମହାନ ଗୁଣ କୀର୍ତ୍ତନାଦେବ କୃଷ୍ଣଂଶ ମୁକ୍ତ ସଙ୍ଗ ପରମ ବ୍ରଜେତ କୃତେ ଯଦଧାୟତୁ ବିଷ୍ଣୁଂ ତ୍ରେତାୟାଂ ଯଜतो ମୁଖୈଃ ଦାପରେ ପରିଚର୍ଯ୍ୟାୟାଂ କଳୌ ତତ ହରିକୀର୍ତ୍ତନାଥ। ସୁକଦେବ କହିଲେ, ରାଜନ୍ କଳିଯୁଗ ନିଶ୍ଚୟ ଦୋଷମାନଙ୍କର ଭଣ୍ଡାର। ତେବେ ଏହି ଯୁଗର ଗୋଟିଏ ମହାନ ଗୁଣ ଅଛି। କଳିଯୁଗରେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ସଂକୀର୍ତ୍ତନ କରିବା ମାତ୍ରେ ଜୀବର ସମସ୍ତ ଆସକ୍ତି ଦୂର ହୋଇଯାଏ ଏବଂ ସେ ପରମ ଗତି ପାଏ। ସତ୍ୟ ଯୁଗରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କଲେ ଯେଉଁ ଫଳ ମିଳେ, ତ୍ରେତୟା ଯୁଗରେ ଯଜ୍ଞ ଦ୍ୱାରା ଭଗବାନଙ୍କୁ ଆରାଧନା କଲେ ଯେଉଁ ଫଳ ମିଳେ, ଦ୍ୱାପର ଯୁଗରେ ବିଧିପୂର୍ବକ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଯେଉଁ ଫଳ ମିଳେ, କଳି ଯୁଗରେ କେବଳ ଭଗବାନଙ୍କ ନାମ ସଂକୀର୍ତ୍ତନ କଲେ ସେହି ଫଳ ମିଳେ। ଜୀବ ସର୍ବଦା ମୃତ୍ୟୁ ମୁଖରେ ରହିଛି, ତେଣୁ ସର୍ବଦା ପରମେଶ୍ୱର ଭଗବାନଙ୍କ ଶ୍ରୀକୃଷ୍ଣଙ୍କୁ ଧ୍ୟାନ, ରାମଙ୍କୁ ଧ୍ୟାନ କରିବା ଉଚିତ। ଦେହ ଭଗବାନ ପରମେଶ୍ୱର। ହେ ପରୀକ୍ଷିତ, ଭଗବାନ ଶ୍ରୀକୃଷ୍ଣ ଆତ୍ମା ରୂପେ ସମସ୍ତଙ୍କ ହୃଦୟରେ ବିରାଜିତ। ସେ ସମସ୍ତଙ୍କ ଆଶ୍ରୟ। ତାଙ୍କୁ ଧ୍ୟାନ କରୁଥିବା ଜୀବକୁ ସେ ନିଜ ସ୍ୱରୂପରେ ଲୀନ କରିଦିଅନ୍ତି। ତାଙ୍କୁ ସେ ନିଜର ସ୍ୱରୂପ ପ୍ରଦାନ କରନ୍ତି। ହେ ପରୀକ୍ଷିତ, ବର୍ତ୍ତମାନ ତୁମର ମୃତ୍ୟୁ ନିକଟ ହୋଇଗଲାଣି। ଏବେ ତୁମେ ସାବଧାନ ହୋଇଯାଆନ୍ତ। ଅନ୍ତଃକରଣରେ ସମସ୍ତ ଶକ୍ତି ନିୟୋଜିତ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ହୃଦୟ ସିଂହାସନରେ ବସାଇ ଦିଅ। ଏପରି କଲେ ଅବଶ୍ୟ ତୁମକୁ ପରମ ଗତି ମିଳିବ। ହେ ରାଜନ୍, ଜନ୍ମ ଜରା ଓ ମୃତ୍ୟୁ ଶରୀର ଧର୍ମ, ଆତ୍ମାର ଧର୍ମ ନୁହଁ। ଆତ୍ମା ଅଜର ଅମର, ତେଣୁ ମୁଁ ମରିଯିବି, ଏପରି ପଶୁବୁଦ୍ଧି ତ୍ୟାଗ କର। ଘଟ ନଷ୍ଟ ହେଲେ ଘଟାକାଶ ଯେପରି ମହାକାଶରେ ଲୀନ ହୋଇଯାଏ, ସେହିପରି ଏ ଶରୀର ନଷ୍ଟ ହେଲେ ଜୀବ ବ୍ରହ୍ମମୟ ହୋଇଯାଏ। ହେ ରାଜନ୍, ଆଜି ତକ୍ଷକ ତୁମକୁ ଦଂଶନ କରିବ।
ତାର ଦଂଶନ ଫଳରେ ତୁମ ଶରୀର ନାଶ ହେବ, କିନ୍ତୁ ଆତ୍ମା ପରମାତ୍ମାଙ୍କ ଠାରେ ଲୀନ ହୋଇଯିବ। ତୁମେ ଶରୀର ନୁହଁ, ଆତ୍ମା। ଆତ୍ମା ପରମାତ୍ମାଙ୍କର ଅଂଶ। ଅଜଂ ବ୍ରହ୍ମ ପରମ ଧାମଂ ବ୍ରହ୍ମଂ ପରମଂ ପଦମ୍। ରାଜନ୍, ମୁଁ ହିଁ ପରମାତ୍ମା ରୂପ ପରମ ବ୍ରହ୍ମ ଓ ପରମପଦ ରୂପ ବ୍ରହ୍ମ। ଏହିପରି ଚିନ୍ତା କରି ଆତ୍ମାକୁ ପରମାତ୍ମା ଠାରେ ମିଶାଇ ଦିଅ। ତକ୍ଷକ କାଳ ମଧ୍ୟ କୃଷ୍ଣଙ୍କର ଅଂଶ। ଶରୀର ନାଶବାନ, ଆତ୍ମା ଅମର। ଶ୍ରୀମଦ୍ ଭାଗବତ ଶ୍ରବଣର 5ଟି ଫଳ ରହିଛି: ନିର୍ଭୟତା, ନିଃସନ୍ଦେହତା, ହୃଦୟରେ ପ୍ରଭୁଙ୍କ ସାକ୍ଷାତ ପ୍ରବେଶ, ସର୍ବତ୍ର ଭଗତ ଦର୍ଶନ ଓ ପରମ ପ୍ରେମ। ପରୀକ୍ଷିତ କହିଲେ, ମୁଁ ପ୍ରଭୁଙ୍କୁ ଧ୍ୟାନ କରୁଛି, ମୁଁ ତାଙ୍କ ଶରଣରେ ଯାଉଛି। ଏବେ ମୁଁ ପ୍ରଭୁଙ୍କୁ ସର୍ବତ୍ର ଦର୍ଶନ କରୁଛି। ମୁଁ ତାଙ୍କ ପାଖକୁ ଯାଉଛି, ସେ ମୋତେ ଡାକୁଛନ୍ତି, ମୁଁ ଏବେ କୃତାର୍ଥ ହେଲି। ସୁଖଦେବ ପରୀକ୍ଷିତଙ୍କୁ କଥା ଶ୍ରବଣ କରାଇବା ସହିତ ପ୍ରଭୁ ଦର୍ଶନ କରାଇଲେ। ବ୍ରହ୍ମ ନିଷ୍ଠ ହେତୁ ମୋର ଦୃଷ୍ଟି ତକ୍ଷକର ବିଷୟକୁ ଅମୃତ କରିଦେଲା। ପରମାତ୍ମାଙ୍କ ଦର୍ଶନ ହେଲା, ଜୀବ ଓ ବ୍ରହ୍ମ ଏକ ହେଲେ। ସୁଖଦେବ ତାପରେ ଅନ୍ତର୍ଧ୍ୟାନ ହୋଇଗଲେ। ରାଜା ପରୀକ୍ଷିତଙ୍କ ଶରୀରରୁ ଏକ ଜ୍ୟୋତି ପ୍ରକଟ ହେଲା ଓ ତାହା ମହାଜ୍ୟୋତି ସହିତ ମିଶିଗଲା। ତକ୍ଷକ ଆସି ରାଜାଙ୍କୁ ଦର୍ଶନ କଲା। ସେତେବେଳକୁ ରାଜା ପରମଧାମକୁ ଚାଲି ଯାଇଥିଲେ। ପରୀକ୍ଷିତଙ୍କ ପରି ଯିଏ କାଳ ଆଗମନ ପୂର୍ବରୁ ପରମଧାମକୁ ଚାଲିଯାଏ, ସେ ଧନ୍ୟ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସତ୍କର୍ମ କର। ଯେଉଁ ମନୁଷ୍ୟ କୃପାଦିରେ ପଡ଼ିଯିବା ସମୟରେ, ପାହାଚ ଆଦିରୁ ଖସି ପଡ଼ିବା ସମୟରେ, ଦୁଃଖ ରୋଗ ଆଦି ଭୋଗ କରୁଥିବା ସମୟରେ ବା ଛିଙ୍କିବା ସମୟରେ ବିହ୍ୱଳ ହୋଇ ହରେ ନମଃ ବୋଲି ଉଚ୍ଚ ସ୍ୱରରେ କହେ, ସେ ସମସ୍ତ ପାପରୁ ମୁକ୍ତ ହୋଇଯାଏ। ପତିତ ସ୍ଖଳିତଂ ସାର୍ଥ କ୍ଷୁତା ବିବଶ ଦ୍ରୁତଂ ହରଏ ନମଃ ଇତ୍ୟୁଚ୍ଚେ ମୂର୍ଚ୍ଛତେ ସର୍ବପାତ କାତ। ଯେଉଁମାନେ ଅନନ୍ତ ଭଗବାନଙ୍କର ମହିମା ଶ୍ରବଣ କରନ୍ତି ଓ ତାଙ୍କର ନାମ କୀର୍ତ୍ତନ କରନ୍ତି, ଭଗବାନ ସେମାନଙ୍କ ହୃଦୟରେ ପ୍ରବେଶ କରିଯାଆନ୍ତି। ସୂର୍ଯ୍ୟ ଯେପରି ଅନ୍ଧକାର ହରଣ କରନ୍ତି ଓ ପ୍ରବଳ ବାୟୁ ଯେପରି ମେଘ ଅପସାରିତ କରିଦିଏ, ସେପରି ଭଗବାନ ସେମାନଙ୍କର ସମସ୍ତ ଦୁଃଖ ଦୂର କରନ୍ତି। ସଂକୀର୍ତ୍ୟମାନେଂ ଭଗବାନଂ ତଂ ଶ୍ରୁତାନୁଂ ଭାବୋ ବ୍ୟସନହିଁ ଫୁଷାମ୍ ପ୍ରବିଶ୍ୟଚିତଂ ବିଧୁନୋତଂ ସେ ସଂସ୍ଥା ତମର୍କୋ ଭ୍ରମିବାତି ବାତଃ। ରାଜର୍ଷି ପରୀକ୍ଷିତଙ୍କୁ ସଂସାର ସର୍ପଦଂଶନ କରିଥିଲା। ଯୋଗୀନ୍ଦ୍ର ବ୍ରହ୍ମ ସ୍ୱରୂପ ଶ୍ରୀ ସୁଖଦେବ ଏହି ଭାଗବତ ଶୁଣାଇ ପରୀକ୍ଷିତଙ୍କୁ ମୁକ୍ତିପଥ ଦେଖାଇଥିଲେ। ଆମେ ସେହି ଯୋଗୀନ୍ଦ୍ର ସୁଖଦେବଙ୍କୁ ନମସ୍କାର କରୁଛୁ। ହେ କୃଷ୍ଣ, ହେ ଦେବତାମାନଙ୍କର ଆରାଧ୍ୟ ଦେବ, ହେ ସର୍ବେଶ୍ୱର, ଆପଣ ମୋର ଏକମାତ୍ର ସ୍ୱାମୀ ଓ ସର୍ବସ୍ୱ। ଆପଣ ମୋ ଉପରେ କୃପା କରନ୍ତୁ, ଯେପରି ମୁଁ ବାରମ୍ବାର ଜନ୍ମଗ୍ରହଣ କରି ଆପଣଙ୍କ ଚରଣ କମଳରେ ଅବିଚଳ ଭକ୍ତି ରଖିପାରିବି। ଶ୍ରୀହରିଙ୍କ ନାମ ସଂକୀର୍ତ୍ତନରେ ସମସ୍ତ ପାପ ନାଶ ହୋଇଯାଏ। ଶ୍ରୀହରିଙ୍କ ଚରଣରେ ଆତ୍ମସମର୍ପଣ କରି ପ୍ରଣାମ କଲେ ସେ ସବୁ ପ୍ରକାର ଦୁଃଖ ଦୂର କରିଦିଅନ୍ତି। ମୁଁ ସେହି ପରମ ତତ୍ତ୍ୱ ସ୍ୱରୂପ ଶ୍ରୀହରି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି ସାପ୍ତାହିକ ପ୍ରବଚନ ମହାଯଜ୍ଞର ଯବନିକା ପାଠ କରୁଛି। ଇଏ ତ ଆମର ସାପ୍ତାହିକ ପାଠ ହେଲାନି, ତ ବହୁତ କିଛି ଭାଗ କରି ସଂସାରୀ ଲୋକଙ୍କୁ ଜ୍ଞାନବର୍ଦ୍ଧକ ଜିନିଷଟି ଦିଆହେଲା। କିନ୍ତୁ ଭକ୍ତମାନେ, ଲୋକମାନେ ଶ୍ରଦ୍ଧାର ସହିତ ଶୁଣିବା ଦରକାର। ଯଦି ନ ଶୁଣିବେ ତାହେଲେ ବନ୍ଧନରୁ ପାର ହୋଇପାରିବେ ନାହିଁ। ଖାଲିରେ ସକଳ ତୀର୍ଥ ମୋଚରଣେ କିବା ବଦ୍ରିକା ଯିବା ଦରକାର। କୌଣସି ବଦ୍ରିକା ଯିବା ଦରକାର ନାହିଁ, କୌଣସି ତୀର୍ଥ ବୁଲିବା ସ୍ଥାନ ଦରକାର ନାହିଁ। କେବଳ ମୋ ଭକ୍ତିରେ ହିଁ ତୁମେ ମୁକ୍ତି ପାଇଯିବ। ତ ଏହା ପ୍ରଭୁଙ୍କର ଶ୍ରେଷ୍ଠ ଭାଗବତ ବାଣୀ। ଯିଏ ତାକୁ ଧରିବ ନିଶ୍ଚୟ ସେ ମୁକ୍ତି ପାଇବ, ଏ ଜନ୍ମ ମନର କଷ୍ଟରୁ ଉଦ୍ଧାର ପାଇବ। ଯୋଗନ୍ଦ୍ରାୟ ନମସ୍ତେ ସ୍ତ୍ୱୟି ସୁଖାୟ ବ୍ରହ୍ମରୂପିଣେ ସଂସାର ସର୍ପଦଷ୍ଟଂ ଯୋ ବିଷ୍ଣୁରାତ ମମୁଚ୍ଛତ ଭବେ ଭବେ ଯଥା ଭକ୍ତି ପାଦୋୟୋସ୍ତବ ଜିୟତେ ତଥା କୁରୁଷ୍ୱ ତେବେ ସ ନାସ୍ତସ୍ଥନ୍ଦୋ ଯତ୍ ପ୍ରଭୋ ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପୋପଶାସନମ୍ ପ୍ରଣମ ଦୁଃଖ ସମନସ୍ତଂ ନମାମି ହରିପରମ୍। हे देव हे दैत्य हे भुवनैज बन्धो हे कृष्ण हे सफल हे करुणैक सिन्धो हे नाथ हे रमण हे नयना भीम हा हा कदानुभ वितासी पदम तृशर्म मे।
ओम शांति ओम शांति ओम शांति। आज भागवत प्रवचन शेष होगा तो आग को आउ कौन भाग करी छाड़ा तो तुम माने यही व्यू बढ़ावा को चेष्टा कर। बहुत भक्त वृंद माने मोर भजन अर्थात शॉर्ट वीडियो को बहुत देखुंती ताको व्यू करचंती तो तांको भी सम्मान दिया होछि। किंतु मोर भागवत प्रवचन को टिके अधिका व्यू करंतु देखंतु। अधिका व्यू हो न हो तो तुम तो ज्ञान पाइब ना। ज्ञान भली जिनिस तो सब जगार मिलबनी। एटा ही सत्संग। जेते भागवत चर्चा करिब सेते तुमे सत्संग भली ज्ञान पाइब। ज्ञानर बुद्धि प्रकृत श्रेष्ठ हेब। सेथिबाई प्रभुंकर निर्देश है तो से अनुसार मु यूट्यूब खोली सारा संसार लोक मानकर मंगल पाई। एटा गोटे समाज सुधारिबा कार्य आम भावुछु। किंतु लोक माने कौन भावे सेटा तांको इच्छा। एटा होची प्रधान आमर कर्तव्य बोली मु भावे। जेहेतु स्वयं भगवान जगन्नाथ परम ब्रह्म नारायण स्वयं स्वदेह विजय करछंती। किए विश्वास करू बा न करू सेथिरे आमर जाय आसेना। सत्य तो सत्य। सत्य जिते दिन हुए तो सकाळु सूर्य उदय होती तो सेतले रातिर अंधकार अपेक्षारित हो जाए। तो से बड़ी परम ब्रह्म स्वयं जगन्नाथ जिते संसार को आसती तो सकल दुख हरण करने तांकर कार्य। सबु लोक मानकर सत्संग देई तांको जीवन सुधारिबा मु भावे आमर प्रधान कार्य। आउ सब तो मिथ्या। ए संसार मिथ्या। ए मनीष मिथ्या। ए गछ वृक्ष मिथ्या। ए सारा संसार सब मिथ्या। केवल सत्य भगवान। भगवानकर पथरे चल तो सबुठारु सुख आनंददायक हेब। भजन कर नित्य भजन कर। मनरे मानसिक तप तो बहुत श्रेष्ठ। तो जेकोसी काम कले तो प्रभुंकर नाम निय। जेकोसी कार्य कर काहारी निंदा कर नहीं। काहाकू निंदा करने को दियो नहीं। निंदा करने द्वारा ताହାର पाप जार निंदा करा हुए ताहा पाखु जाए। आ जी निंदा करे जहाँ निंदा कर जाए तार पाप ता देहरे मिसे पुण्य मिले। जहाँ पे निंदा कर जाए जहाँ पे निंदा कर जाए ताकू पुण्य मिल जाए। सेथिपई हे भक्तवृंद हे भगवान विश्वासी आउ अधम पामर भी लोकंकु कह जाउछि जे तमे भल पथरे चल। आगो को बहुत किछि घटिबा को अछि। भागवत कथा तांकर अच्युत मालिकारी प्रभु तो सबू जानि दैछंती जे संसार केमती 10 खंड ग्राम को ताकू गोटे खंड गाँ करिवे। कारण पाप भारा बहुत बढ़ी गलानी। विनाश काले विपरीत बुद्धि लोक माने बाहर करिवे। तो भी मु सबू लोगों को अनुरोध करुछि से माने धर्म पथरे जातु। आउ प्रति ग्राम रे होम यज्ञ करंतु। ता द्वारा हमर संसार मंगलमय होब। आउ किछि दोष थिले तो हमकु क्षमा करदेवे। हरे कृष्ण 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 हरे 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 राम 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 हरे हरे।